ଆପଣ ଆଜି ଦେଖନ୍ତୁ ଆଜି ଆମ ଗ୍ରାମରେ ଏଇ ଯୋଉ ଐତିହ୍ୟ ଭଗବତ ମେଳନ ଏ 1000 ବର୍ଷର ପୁରୁଣା 1000 ବର୍ଷ ଧରି ଆମେ ପୂର୍ବ ପୁରୁଷ ମାନେ ଏହାକୁ ପାଳନ କରିକି ଆସୁଛନ୍ତି। ସେ ଆମେ ମଧ୍ୟ ଏଥିରେ ଆମର ଯୁବବନ୍ଧୁ ମୁରବୀ ମାନେ ଏଥିରେ ଆମେ ସାମିଲ ହୋଇକି ଏକା ସାଙ୍ଗରେ ଏକ ପ୍ରାଣରେ ଗ୍ରାମବାସୀ ମାନେ ଆମେ এই ମେଳନ ପାଳନ କରିକି ଆସୁଛୁ। ଆପଣ ଆଜି ଦେଖିଥିବେ କୋଉଭଳି ଭାବରେ ଆଜି ଆମ ଗ୍ରାମର ଯୋଉ କାଳେଶୀ ମାନେ ଆଜି ଗୋଟେ ସପ୍ତାହ ହେଲାଣି ସେମାନେ ସାଧନାରେ ବସିଥିଲେ ଏବଂ ଆଜି ଆଜି ଆମର ଝାମୁ ଯାତ୍ରା ହେଲା ଏବଂ ହଜାର ହଜାର ସଂଖ୍ୟାରେ ଲୋକମାନେ ଏଠି ଏକତ୍ରିତ ହୋଇଥିଲେ ଏବଂ ସେଇ ଝାମୁ ଯାତ୍ରାରେ କାଳସୀ ମାନେ ଯୋଉମାନେ ଉପାସନା କରୁଥିଲେ ସେମାନେ ଆଜି ନିଆଁରେ କିଭଳି ଭାବରେ ନିଆଁରେ ଚାଲିଲେ ଏବଂ ତାଙ୍କୁ ମଧ୍ୟ ମୁଁ ଅଶେଷ ଆମର ସାଧକ ମାନେ ତାଙ୍କୁ ଧନ୍ୟବାଦ ଦେବି। କିଭଳି ଭାବରେ ଅତି ନିଷ୍ଠାର ସହିତ ଅତି ଭକ୍ତି ଭାବର ସହିତ ଗୋଟେ ଆଧ୍ୟାତ୍ମିକ ପରିବେଶ ଭିତରେ ସେ ଆଜି ନିଆଁରେ ଚାଲିଛନ୍ତି। ତେଣୁ ତାଙ୍କୁ ମଧ୍ୟ ମୁଁ ଅଶେଷ ଧନ୍ୟବାଦ ଦେବି ଏବଂ ଆଶା କରୁଛୁ ଆଜିଠାରୁ ଏ ମେଳନ ଆରମ୍ଭ ହୋଇଛି ଆମ ଗ୍ରାମରେ ଏବଂ ଆଗାମୀ 3 ଦିନ ଧରି ଆଜି ରାତିରେ ଆମ ଗ୍ରାମର ଯୋଉ ଭଗବତ ଯୋଉ ଠାକୁର ଏବଂ ବିଭିନ୍ନ ଏ ଅଞ୍ଚଳରୁ ବିମାନ ମାନେ ଆଜି ରାତିରେ ପ୍ରସେସନରେ ଯାଇକି ଆମର ମେଳନ ପଡ଼ିଆରେ ସ୍କୁଲ ତୋଟାରେ ଆଜି ଏକତ୍ରିତ ହେବେ ଏବଂ ଆଜିଠାରୁ 3 ଦିନ ଧରି ବହୁତ ଧୁମଧାମରେ ଏ ମେଳନକୁ ଆମେ ପାଳନ କରିବୁ। ଏଇ ପ୍ରତିବର୍ଷ ଆମ ଗ୍ରାମର ମା ମାନେ ଭଉଣୀ ମାନେ ଏବଂ ଆମ ଗ୍ରାମବାସୀର ଯୁବବନ୍ଧୁ ମାନେ ମୁରବୀ ମାନେ ଏଇ ବର୍ଷଟିକୁ ଅନେଇଥାନ୍ତି କିଭଳି ଭାବରେ ଏ ଦିନ ଆସିବ ଏବଂ ଏଇ 3 ଦିନ ଧରି ମହା ସୁରୁଖୁରୁରେ ତାକୁ ପାଳନ କରିବୁ। ଦେଖିବେ ତୋଟାରେ ମଧ୍ୟ ବିଭିନ୍ନ ବ୍ୟବସାୟୀ ମାନେ ମଧ୍ୟ ତାଙ୍କର ପସରା ମେଲେଇଛନ୍ତି। 2 ଦିନ ମଧ୍ୟ ଯାତ୍ରା ହେବ ଆମ ମେଳନ ପେଣ୍ଡାଲରେ। ତେଣୁ ମୁଁ ଆଶା କରୁଛି ନିଶ୍ଚିତ ଭାବରେ ଆମ ଅଞ୍ଚଳବାସୀ ଏହାକୁ ଅତି ଶାନ୍ତି ଶୃଙ୍ଖଳାର ସହିତ ଉପଭୋଗ କରିବେ। ମୁଁ ଦେଖିବାର 20-25 ବର୍ଷ ହେଲା ମୁଁ ଦେଖି ଆସୁଛି। ମୋ ଶ୍ୱଶୁର ଥିଲେ ଏ ଝାମ ଯାତ୍ରା ଆରମ୍ଭ ହେଇଛି। ଆମର ପାଣି ତୋଳା 4 ପାଳିରେ ହୁଏ, 5 ପାଳିରେ ଝାମ ହୁଏ। ତାପରେ ଆମର ଯୋଉଦିନ ପାଣି ତୋଳା 7 ଦିନ ଠାରୁ ପାଣି ତୋଳା ହବ। ଗାଁରେ ଆଇଁଷ ସବୁ ବନ୍ଦ ରହିବ। ଆମର ପାଟୁଆ 7 ଜଣ 10 ଜଣ ଯେ ମାନସିକ ରଖିଥିବେ ସେମାନେ ରହିବେ ଠାକୁର ଘରେ ଆମର ରହିବେ 7 ଦିନ। ସେମାନଙ୍କୁ ଆଗମାଳ ଦିଆଯାଏ। ଆଗମାଳ ଦେଲା ପରେ ସେମାନେ ଆସନ୍ତି। ତାପରେ ଖଞ୍ଜା ପୂଜା କରାଯାଏ। ଖଞ୍ଜା ପୂଜା ସରିଲା ପରେ ସେମାନେ ସେ ନିଆଁରେ ବସିକି ସତଘରା ପଶନ୍ତି ସବୁ ଯାଆନ୍ତି। ପ୍ରତିବର୍ଷ ଏଭଳି ଚାଲିଛି। କେତେ ଲୋକ ସମାଗମ ହୁଅନ୍ତି ଏବଂ କୋଉଠି କୋଉଠି ଲୋକ ଆସନ୍ତି? ଲୋକ ଆମର ପାଖାପାଖି 10 କୋଟି ଖଣ୍ଡେ ଗାଁରୁ ଆସନ୍ତି। 15-20 ହଜାର ଲୋକ ହୁଅନ୍ତି। ଆଜି ଟିକେ ଅବଶ୍ୟ କମ।